ଝାରସୁଗୁଡ଼ା ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ ଥାନା ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରି ଜଣେ ସାଇବର ଅପରାଧୀ ଏବଂ ଜଣେ ଆଇନ ସହ ସଂଘର୍ଷରତ ନାବାଳକକୁ ଛତିଶଗଡ଼ର ଶକ୍ତି ଜିଲ୍ଲାରୁ ଧରିଛି। ଅଭିଯୁକ୍ତମାନେ ଜଣେ ଯୁବତୀର ନାମରେ ନକଲି ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ତାଙ୍କର ଅଶ୍ଳୀଳ ଫଟୋ ଭିଡିଓ ପ୍ରସାରଣ କରିବା ସହ ଅନଲାଇନରେ ହଇରାଣ ଏବଂ ଧମକ ଦେଉଥିବା ଅଭିଯୋଗ ରହିଛି। ପୁଲିସ ସୂଚନା ଅନୁଯାୟୀ ପୀଡ଼ିତ ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ ଥାନାରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗରେ କୁହାଯାଇଥିଲା ଯେ କେହି ଜଣେ ତାଙ୍କ ନାମରେ ନକଲି ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ପ୍ରୋଫାଇଲ ଫଟୋ ଭାବେ ଅଶ୍ଳୀଳ ଛବି ବ୍ୟବହାର କରି ଏଥିସହ ଅଭିଯୁକ୍ତ ବିଭିନ୍ନ ମୋବାଇଲ ନମ୍ବରରୁ ଅଶ୍ଳୀଳ ଫଟୋ ଭିଡିଓ ଓ ଧମକପୂର୍ଣ୍ଣ ବାର୍ତ୍ତା ପଠାଇ ଯୁବତୀଙ୍କୁ ବାରମ୍ବାର ହଇରାଣ କରୁଥିଲେ। ଏଥିଯୋଗୁଁ ପୀଡ଼ିତା ମାନସିକ ଭାବେ ଗୁରୁତର ଆଘାତ ପାଇଥିଲେ। ତଦନ୍ତ ସମୟରେ ଝାରସୁଗୁଡ଼ା ପୋଲିସ ଡିଜିଟାଲ ପ୍ରମାଣ ସଂଗ୍ରହ କରିବା ସହ ମେଟା ପ୍ଲାଟଫର୍ମରୁ ଆବଶ୍ୟକ ତଥ୍ୟ କଲ୍ ଡିଟେଲ୍ ରେକର୍ଡ ଓ ଗ୍ରାହକ ସମ୍ବନ୍ଧୀୟ ସୂଚନା ବିଶ୍ଳେଷଣ କରିଥିଲା। ତଦନ୍ତରେ ଅଭିଯୁକ୍ତଙ୍କ ସମ୍ପୃକ୍ତତା ଛତିଶଗଡ଼ର ଶକ୍ତି ଜିଲ୍ଲାରେ ଥିବା ଜଣାପଡ଼ିବା ପରେ ପୁଲିସର ଏକ ସ୍ୱତନ୍ତ୍ର ଦଳ ସେଠାରେ ଚଢ଼ାଉ କରି ଭାତରା ଗ୍ରାମର ନନ୍ଦ କୁମାର ଚୌହାନଙ୍କୁ ଗିରଫ କରିଥିଲା। ଏଥିସହ ଜଣେ ନାବାଳକଙ୍କୁ ମଧ୍ୟ ଆଇନ ଅନୁଯାୟୀ ଅଟକ ରଖାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଏବଂ ସୂଚନା ପ୍ରଯୁକ୍ତି ଆଇନ 2000ର ସମ୍ପୂର୍ଣ୍ଣ ଧାରାରେ ମାମଲା ରୁଜୁ କରାଯାଇଛି। ଏଥିରେ ସାଇବର ଷ୍ଟକିଂ, ଅପରାଧିକ ଧମକ, ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ, ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରକାଶ ଓ ପ୍ରସାରଣ ସମ୍ବନ୍ଧୀୟ ଅଭିଯୋଗ ରହିଛି। ଝାରସୁଗୁଡ଼ା ପୁଲିସ କହିଛି ଯେ ମହିଳାଙ୍କ ସୁରକ୍ଷା ଏବଂ ସାଇବର ଜଗତକୁ ସୁରକ୍ଷିତ ରଖିବା ପ୍ରତି ପୁଲିସ ପ୍ରତିବଦ୍ଧ। ସାଇବର ଷ୍ଟକିଂ, ଅନଲାଇନ୍ ଉତ୍ପୀଡ଼ନ ଓ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ଏବଂ ମହିଳାଙ୍କ ମର୍ଯ୍ୟାଦା ଗୋପନୀୟତାକୁ କ୍ଷୁଣ୍ଣ କରୁଥିବା ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ।